ଆମର ଦାରୁଠେଙ୍ଗ ମହାବୀର କମିଟି ଆନୁକୂଲ୍ୟରେ ଆଜି ଦୀର୍ଘ 18 ବର୍ଷ ହେଲା ଏଠି ମହାବୀରଙ୍କର ମନ୍ଦିର ପ୍ରତିଷ୍ଠା ସହିତ ପୂଜାର୍ଚ୍ଚନା ବାର୍ଷିକ ଯଜ୍ଞ ହୁଏ। ଚଳିତ ବର୍ଷ ଆମର କମିଟିର ସମସ୍ତ ସଦସ୍ୟ କର୍ମକର୍ତ୍ତା ସମସ୍ତଙ୍କର ପ୍ରଚେଷ୍ଟାରେ ଏବଂ ଗ୍ରାମର ସମସ୍ତ ବୁଦ୍ଧିଜୀବୀ ସମସ୍ତଙ୍କର ସହଯୋଗରେ ଆମେ ପ୍ରଭୁ ଶ୍ରୀ ହନୁମାନଙ୍କର ଏକ ନୂତନ ବିଗ୍ରହ ପ୍ରତିଷ୍ଠା କଲୁ। ଦୀର୍ଘ 48 ଫୁଟର ବିଗ୍ରହ ପ୍ରତିଷ୍ଠା କରାଯାଇଛି। ତାକୁ ନୟାଗଡ଼ର କାରିଗର କରିଛନ୍ତି। ଦୀର୍ଘ 1 ବର୍ଷ ଧରି ସମସ୍ତଙ୍କର କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ଆମେ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଆନୁମାନିକ ପାଖାପାଖି 50 ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଠି ସମସ୍ତଙ୍କର ପ୍ରଚେଷ୍ଟାରେ ଆପଣମାନେ ଦେଖୁଥିବେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସୁଛନ୍ତି। ପ୍ରତ୍ୟେକ ଦିନ ଆମର ମିନିମମ୍ 5000 ଲୋକଙ୍କ ପାଇଁ ସକାଳେ ସନ୍ଧ୍ୟାବେଳେ ଦ୍ୱିପହରରେ ଏଠି ଆମ ତାଙ୍କର ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଭଜନ ସନ୍ଧ୍ୟା କରାହେଉଛି। ବିଭିନ୍ନ ଅଞ୍ଚଳରୁ ସ୍ୱପୋତ ଭାବେ ଏଠି ଆମର ଭକ୍ତମାନେ ଆସୁଛନ୍ତି, ଠାକୁରଙ୍କୁ ଅନୁଦାନ ଦେଉଛନ୍ତି। ଯାହା ହେଉ ପ୍ରଭୁଙ୍କ କୃପାରୁ ସମସ୍ତ ମହାବୀର ଅନୁଷ୍ଠାନ ତରଫରୁ ସମସ୍ତଙ୍କର ସହଯୋଗରେ ଆଜି ଆମର ପ୍ରଭୁଙ୍କର ଏକ ବିଗ୍ରହ ପ୍ରତିଷ୍ଠା କରିପାରୁଛୁ, ଯାହାକି ସମସ୍ତ ଭକ୍ତମାନଙ୍କ ପାଇଁ ଅଞ୍ଚଳ ପାଇଁ ଗୋଟେ ଖୁସିର ଖବର। এই ମହାବୀରଙ୍କର ପୂଜା ଆଜକୁ 18 ବର୍ଷ ପୂର୍ବରୁ ଆରମ୍ଭ ହୋଇଛି। ଏବେ 1 ବର୍ଷ ଧରି ଏ ପ୍ରଭୁଙ୍କର ଏ ନୂଆ ବିଗ୍ରହ ସ୍ଥାପନ ହେଇଛି। 48 ଫୁଟ ଉଚ୍ଚତା ମହାବୀରଙ୍କର ମୂର୍ତ୍ତି ଏଠି ଉନ୍ମୋଚନ କରାଯାଇଛି। ମୂର୍ତ୍ତି ନିର୍ମାଣ କରିଛନ୍ତି ମନୋଜ ପ୍ରଧାନ ଆଉ ଆମର ପୂଜକ ଅଛନ୍ତି ବ୍ରଜ ତ୍ରିପାଠୀ। ଆଜିକୁ 5 ଦିନ ହେଲା ଏଠି ପ୍ରାୟ ପୂଜା ଅର୍ଚ୍ଚନା ଲାଗୁ ରହିଛି। ଦୀର୍ଘ 12 ବର୍ଷ ତଳେ ପରିକ୍ରମା କରାଯାଇଥିଲା, କିନ୍ତୁ ହେଇପାରିନଥିଲା, ପ୍ରଭୁଙ୍କ ଆଶୀର୍ବାଦ ନଥିଲା। ଏଇ 1 ବର୍ଷ ହେଲା, 1 ବର୍ଷ ନୁହଁ ତ ପ୍ରାୟ 18 ମାସ ହେଲାଣି ପ୍ରଭୁଙ୍କର ଆଶୀର୍ବାଦରୁ ଏ କାମ ସୁରୁଖୁରୁରେ ଗ୍ରାମବାସୀଙ୍କର ସମସ୍ତଙ୍କର ସହଯୋଗ, ମହାବୀର କମିଟିଙ୍କର ସମସ୍ତ ସଦସ୍ୟମାନଙ୍କର ସହଯୋଗରେ ଏ କାର୍ଯ୍ୟ ସୁଚାରୁ ରୂପେ ହୋଇପାରିଛି। ଆମ ଦାରୁଠେଙ୍ଗ ଗ୍ରାମରେ ଯୋଉ ମନ୍ଦିରଟି ନିର୍ମାଣ ହେଇଛି, ବହୁତ ଖୁସିରେ ଆମେ ଅଛୁ ଆଜି। ଯେହେତୁ ପ୍ରାଣ ପ୍ରତିଷ୍ଠା ଦିବସ ଆଜି, ବହୁତ ଆନନ୍ଦରେ ଖୁସିରେ ତ ଚାଲିଛି। ପ୍ରଭାବ 5000 ଲୋକର ସମାବେଶ ଏକା ଚାଲିବ। ଖାଇବା ପିଇବା ଦିନ ରାତି ଚାଲିଛି, କଣ୍ଟିନ୍ୟୁ ଚାଲିଛି ଖାଇବା ପିଇବା। ଇଏ ତ ଗୋଟା ଆମେ ପ୍ରଭୁଙ୍କ ଆଶୀର୍ବାଦରୁ ଇଏ ତ ପୁରା ପର୍ଯ୍ୟଟନ ସ୍ଥଳୀ ହବାରେ ଗୋଟା ଇଏ ଅଛି, ଆମର ଆଶୀର୍ବାଦରୁ ହବାର ଅଛି, ଯେତିକି ଆମକୁ ଲାଗୁଛି ଆଜ୍ଞା। ओम नमः शिवाय। ओम नमः शिवाय। तो स्वयं परमात्मा आमको सब ये विद्या देइछंती। आम गाँ हूँ नयागढ़ बाहाड़चला। तो ये मूर्ति काम आगे मैंने समस्ते आमको तो बहुत खुशी डाकी बहुत भल भल मत कार्य हो बहुत बढ़िया से समस्त केते दिन लागिथिला आपन निर्माण करे? 18 मास खंडे लगी जाइछि। 18 मास। केते कारीगर लागिथिले आपन करे? कारीगर के सर हिसाब तो ये करा हिछि, तथापि माने बे देखि होनी हो आ तेणु करी तो समस्त किंतु खुशी अछंती, कने ए सब हमर सब दिल से न हले तो हे परिबनी, पूरा दिल से दरकार। आध्यात्मिक चेतना भीतर को जानती जेतेबेले प्रभु निश्चित आज्ञा स्वयं परमात्मा आम द्वारा आम हाथ को ही चलांती। स्वयं भगवान जे निराकार जे शिव जे कि ज्योतिर्बिंदु से हमको चलांती। तेणु करी से काम हुए नले हे परिबनी जमा। हम केते भी भाबंतु से कांस्टेंट माइंड न कले काम हे परिबनी। सबको भगवान तैयारी करछन्ते, आपण माने भगवान को तैयारी करछन्ते? ना 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 भगवान देखन सरे, भगवान हमको ही माने तैयारी करछन्ती, किंतु करछन्ती कोन माने हम समस्त को गढी आसीबा, देवता मान गढी परिबा, मनुष्य मध्ये गढी परिबा। किंतु हमर कथा बर्ता चली चलन पूरा भलो आबे स्नेह दरकार, दिल से दरकार, सच्चा दरकार। जेतेले महाप्रभु माने महावीर का जेतेले आखी कथा कोंतु, बाहु कथा कोंतु, ए सब अंकन बेले आपण इमोशनल होनथले आखिर? नहीं 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 ना निश्चित एसे जिनिस हैला माने आगु आपण धन्य गोटे आमे मंदिर करंतु किंबा तो आपण मूर्ति करंतु, जहां भी गोटे करंतु कि डिजाइन करंतु, प्रथम परमात्मा को करंतु आको मुंडे बुद्धि सेट कर दियंती। आपण कहू कोने एटा मंदिर आज्ञा गोटे 50 फुट हबो, मूर्ति हमर गोटे 100 फुट हबो, सेटा साइंस भीतर पसी जाए। हाथ केति हबो, गोड़ केति हबो, केति माने फाउंडेशन करा जिवो से जिनिस ही जाए। आज्ञा थैंक यू। मोर ना हला पंडित वेदाचार्य ब्रजवंत त्रिपाठी। मो एठी न्यासाचार्य के आसी भगवान प्राण प्रतिष्ठा करे। एते पंडित थिले, एते पुजारी थिले, आपण को भाग्य रे? नहीं नहीं भगवान करो जहाँठारू थिबो प्राण पाइबा पाई से ही ताको सब बळे डकई थांदे। अच्छा, एते फुट रो उच्चतार मूर्ति आगुरु किछ एमते पूजा करछन? बहुत सारा आपण को लाइफ रे देखियो विगत 5 दिन धरि आपण पूजा अर्चना करछते, एबे किछ अलौकिक घटना 5 दिन भितर घटे जे ये सब भगवान कहिबे।
ଏଇ ଅଲୌକିକ ଏମାନଙ୍କର ସହଯୋଗ ଏମାନଙ୍କର କାମନା ଏଇ ଦୀର୍ଘ 18 ବର୍ଷର ତପସ୍ୟା ପ୍ରଥମେ 18 ବର୍ଷ ଦୀର୍ଘ 18 ବର୍ଷ ଧରି ଭଗବାନଙ୍କୁ ପୂଜା କରିବା ପରେ ଆର ବର୍ଷ ଚିନ୍ତା କରି ଏ ବର୍ଷ ଏ ମୂର୍ତ୍ତି ଠିଆ କରିଛନ୍ତି। ବର୍ଷକରେ ଏବେ କେଉଁଠି 4-6 ମାସରେ ମୂର୍ତ୍ତି କେବେ ହଏନି। ଏ 4-6 ମାସରେ ମୂର୍ତ୍ତିକି ପ୍ରତିଷ୍ଠା କରିବା ପାଇଁ ମୁଁ ଡାକୁଛି। ଧନ୍ୟବାଦ।